ଏହି ବର୍ଷ 14 ଜାନୁଆରୀ ମକର ସଂକ୍ରାନ୍ତିର ମହତ୍ତ୍ୱ ଏବେ ଆହୁରି ବଢ଼ିଯାଇଛି, କାରଣ ଏହି ଦିନ ସର୍ପ ପାପହାରିଣୀ ଷଟ୍ତିଳା ଏକାଦଶୀ ମଧ୍ୟ ଅଛି। ଶାସ୍ତ୍ରରେ ଲେଖାଅଛି ଯେ ଉତ୍ତରାୟଣର ଏକ ଦିନ ପୂର୍ବରୁ ଅର୍ଥାତ୍ ଏଇଥର 13 ଜାନୁଆରୀରେ ଗୋଟିଏ ସମୟ ଅର୍ଥାତ୍ ମଧ୍ୟାହ୍ନରେ ଭୋଜନ କରିବା ଉଚିତ। ପୁଣି ମକର ସଂକ୍ରାନ୍ତିରେ ପ୍ରାତଃ ବ୍ରାହ୍ମ ମୁହୂର୍ତ୍ତରେ ଉଠି ରାଶି, ଗାଈର ଗୋବର, ଗାଈ ଖୁରାର ମାଟି ଆଦି ମିଶ୍ରଣର ଉପଟନ ଅଥବା ସପ୍ତଧାନ୍ୟ ଉପଟନ ଶରୀରରେ ଘଷି ତାପରେ ସ୍ନାନ କରିବାକୁ ହେବ। ମକର ସଂକ୍ରାନ୍ତିର ଦିବ୍ୟ ପର୍ବରେ ଜପ, ତପ, ଦାନ ଏବଂ ସତ୍କର୍ମ ଆପଣଙ୍କୁ ଅବଶ୍ୟ କରିବାକୁ ହେବ। ଏହା ବିଶେଷ ଫଳ ପ୍ରଦାନ କରିଥାଏ। କିନ୍ତୁ ଯଦି କେହି ସ୍ନାନ, ଦାନ, ଜପ ଆଦି କରନ୍ତି ନାହିଁ, ତେବେ ତାଙ୍କୁ 7 ଜନ୍ମ ପର୍ଯ୍ୟନ୍ତ ଗରିବ ଏବଂ ରୋଗୀ ରହିବାକୁ ପଡ଼ିଥାଏ। ଏପରି ଶାସ୍ତ୍ରରେ କୁହାଯାଇଛି। ଏହି ଦିନ ସୂର୍ଯ୍ୟ ଭଗବାନଙ୍କ ମନ୍ତ୍ର ଓମ୍ ହ୍ରାଂ ହ୍ରିଂ ସଃ ସୂର୍ଯ୍ୟାୟ ନମଃ ମନ୍ତ୍ରକୁ ବିନିଯୋଗ ସହିତ ଅବଶ୍ୟ ଜପ କରନ୍ତୁ। ଏଥରର ଋଷିପ୍ରସାଦ ଅଙ୍କ 396 ଡିସେମ୍ବର 2025ରେ ଏହାର ବିଧି ସହିତ ବିନିଯୋଗ ଦିଆଯାଇଅଛି। ପର୍ବଦିନ ପଞ୍ଚଗବ୍ୟର ପାନ କରିବା ପୁଣ୍ୟଦାୟୀ, ଆନନ୍ଦଦାୟୀ, ସୁଖଦାୟୀ ବୋଲି ବିବେଚନା କରାଯାଏ। ପଞ୍ଚଗବ୍ୟ ପାନ କରିବା ପରେ 2 ଘଣ୍ଟା ପର୍ଯ୍ୟନ୍ତ ଯଦି କିଛି ଖାଇବା ପିଇବା ନ କରିବା, ତାହେଲେ ପଞ୍ଚଗବ୍ୟ ଦ୍ୱାରା ଶିରା ପ୍ରଶିରାର କୋଷଗୁଡ଼ିକ ତ ଶୁଦ୍ଧି ହୋଇଥାଏ, ମନ ବୁଦ୍ଧିକୁ ମଧ୍ୟ ସ୍ୱଚ୍ଛତା ମିଳିଯାଇଥାଏ। ଏବଂ ହଁ, ଯିଏ ଏହି ଦିନ ଏହି 6 ପ୍ରକାର ରାଶିର ଉପଯୋଗ କରେ, ସେ ଇହଲୋକ ଏବଂ ପରଲୋକରେ ଇଚ୍ଛିତ ଫଳ ପାଇଥାଏ। ରାଶିର ଉପଟନ, ରାଶି ମିଶ୍ରିତ ଜଳରେ ସ୍ନାନ, ରାଶିର ଅର୍ଘ୍ୟ, ରାଶିର ହୋମ, ରାଶିର ଦାନ ଏବଂ ରାଶିଯୁକ୍ତ ଭୋଜନ। କିନ୍ତୁ ଧ୍ୟାନ ରଖିବେ, ସୂର୍ଯ୍ୟାସ୍ତ ପରେ ରାଶି କିମ୍ବା ରାଶି ତେଲରେ ପ୍ରସ୍ତୁତ ଖାଇବା ଉଚିତ ନୁହେଁ।